जय श्री जय जगन्नाथ प्रभु। नमस्कार, जय जय जगन्नाथ, जय जगन्नाथ। आशीष। जय जगन्नाथ। जय जगन्नाथ, जय आशीष। नमस्कार। जय श्याम। सुप्रभात। सुप्रभात समस्तଙ୍କୁ बहुत बहुत धन्यवाद। आ, ଆଜି ଆଜି 1 ମାର୍ଚ୍ଚ। ଆଜି ନୂଆ ସଂକଳ୍ପ ନେଇକି ମାର୍ଚ୍ଚ ମାସର ଏଇ ଯୋଉ ନା, ଅଭିଯାନକୁ ଆମେ ଆଗକୁ ବଢେଇବା। ଏମିତି ବି ପ୍ରତ୍ୟେକ ଦିନ ଆମ ପାଇଁ ତ ଖାସ୍। ଆଉ ତା ପୂର୍ବରୁ ଆପଣମାନଙ୍କୁ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ଦେବାକୁ ଚାହେଁ। କି କାଲି ଯୋଉ ଶାନଦାର କ୍ଲୋଜିଂ ଆପଣ ମାନେ କଲେ, ବହୁତ ମେହନତ କରିକି ଆପଣ କ୍ଲୋଜିଂ କଲେ, ତ ବହୁତ ବହୁତ ଧନ୍ୟବାଦ। କିନ୍ତୁ ସମସ୍ତଙ୍କୁ ଗୋଟିଏ କଥା କହିବାକୁ ଚାହେଁ ଯେ ପ୍ରତ୍ୟେକ ଦିନ ଆମ ପାଇଁ ମହତ୍ୱପୂର୍ଣ୍ଣ। ଆମେ ଯଦି ପ୍ରତ୍ୟେକ ଦିନ କିଛି ନା କିଛି କାର୍ଯ୍ୟ ଆମେ କରିବା, ତ ତା ଦେହରେ ଆମେ କ୍ଲୋଜିଂ ଡେଟକୁ ଏତେ ମେହନତ ଆମକୁ ପଡିବ ନାହିଁ। ତ ବାକି ଆଜି ଅ, ଗୁରୁକୁଲ ଆମ ପାଇଁ ଗୋଟେ ବହୁତ ବଡ ପ୍ଲାଟଫର୍ମ, ଯୋଉ ପ୍ଲାଟଫର୍ମରେ କି ଆମେ ବହୁତ ସାରା ଶିକ୍ଷା ବି ଆମେ ପାଉଛେ, ମନ ଭିତରେ ଜୋଶ ବି ଆସୁଛି, ଟିମ୍ ସ୍ପିରିଟ ବି ବଢୁଛି। ତା ସହିତ ଗୁରୁକୁଲ ଶାଖା ମାଧ୍ୟମରେ ଆମେ ନିଜକୁ ନିଜେ ଅଭ୍ୟାସ ବି କରୁଛେ। ତ ଆଜି ଗୋଟେ ବହୁତ ବଡ ସେସନ ଆପଣ ମାନେ ଦେଖିଲେ, ଯିଏକି ଜଳ ସଞ୍ଚୟ ଉପରେ ଗୋଟେ ବହୁତ ବଡ ସେସନ ଥିଲା। ଜଳସଞ୍ଚୟ ଏଭଳି ଗୋଟେ ପ୍ରଡକ୍ଟ ନା ଯେ କେବଳ ଆମକୁ ପରଚେଜ ଭଲ୍ୟୁମ ମିଳିବ ବା ପିଭି ମିଳିବ, ତା ନୁହେଁ। ଆମେ ଏ, ଇଏ ଧରତୀ ମାର ପାଣିକୁ ରକ୍ଷା କରିବାରେ ବହୁତ ସାରା ହେଲ୍ପ କରିପାରିବା। 40% ପାଣି ତ ସେଭ୍ ହଉଛି ତା ସହିତ ଉର୍ବର ବି, ଜମି ବି ଉର୍ବର ବି ହେଇଯାଉଛି, ଭୁରଭୁରା ବି ହେଇଯାଉଛି। ଆଉ ପ୍ରାକ୍ଟିକାଲି ଆପଣ ଆଜି ଦେଖିଲେ ଗୁଜରାଟର ଚାଷୀ ମାନଙ୍କୁ ବି ଦେଖିଲେ, ତା ସହିତ ବହୁତ ସାରା ଚାଷୀ ଯୋଉମାନେ କି ବ୍ୟବହାର କରୁଛନ୍ତି। ଏମିତି କୌଣସି ମାନେ ଏଭଳି ଗୋଟେ ଦୁର୍ଲଭ ପ୍ରଡକ୍ଟ ଆମ ପାଖରେ ଅଛି, ଯୋଉ ପ୍ରଡକ୍ଟ ମାଧ୍ୟମରେ କି ଆମେ ଏ, ବହୁତ ବଡ କାମ କରିପାରିବା। ଆମେ ଇଏ ମାଟି, ଆମେ ଯୋଉ ଭୂପୃଷ୍ଠର ଜଳସ୍ତରକୁ ଆମେ ଯୋଉ ବହୁତ ସାରା କମି ଯାଉଛି, ଆମେ ତାକୁ ଠିକ ରଖିବାରେ ଆମେ ହେଲ୍ପ କରିପାରିବା। ଆଉ 40% ୱାଟର ସେଭ୍ କରିପାରିବା। ତ ଆମେ ଭିତରେ ଏମିତି ଟାର୍ଗେଟ ଆମେ ନଉଛେ ଯେ ଯୋଉଥିରେ କି ଆମେ ଗୋଟେ ଗୋଟେ ଗାଁର ଯୋଉ ଜଳ ସଙ୍କଟ ଆସୁଛି, ଲୋକମାନେ ଖରାଦିନେ ପାଣି ଟିକେ ପିଇବାକୁ ପାଉନାହାନ୍ତି, ଜଳ ହିଁ ଜୀବନ କୁହାଯାଉଛି, କିଛି ବି ମିଳୁନି। ତ ତା ଉପରେ ଆମେ କାର୍ଯ୍ୟ କରୁଛେ। ଏତେ ବଡ ଚିନ୍ତାଧାରା ଆ, ରଖିକି ଯୋଉ ଟିସି ସାର୍ ଏଇ ଯୋଉ କାମ କରିଛନ୍ତି, ତ ଇଏ ଆଗାମୀ ଦିନରେ ଇଏ ଗୋଟେ ବହୁତ ବଡ କ୍ରାନ୍ତିକାରୀ ରୂପ ନବ। ତ ସେଥିଲାଗି ଆମେ ମାନେ ବି ଆଗଭର ହବା ନିହାତି ଜରୁରୀ। ଜଳ ସଞ୍ଚୟ ଉପରେ ବହୁତ ବଡ କାମ କରିବା ନିହାତି ଜରୁରୀ, ତାକି ଆମେ ଏଇ ଯୋଉ ଅଭିଯାନ ଚାଲିଛି ଆଗକୁ, ରୋଗମୁକ୍ତ ଭାରତ, ନୂଆ ଭାରତର ନିର୍ମାଣର ଯୋଉ ଅଭିଯାନ ଆମେ ଚାଲିଛି, ତ ସେଥିରେ ଇଏ ପ୍ରାକୃତିକ କ୍ଷତି ଦ୍ୱାରା କେମିତି ଅଧିକରୁ ଅଧିକ ଚାଷ କରିହବ, ଆଉ ସବୁଠୁ ବଡ କଥା ଯେ ଜଳସଞ୍ଚୟ ମାଧ୍ୟମରେ ଆମେ କେମିତି ଅଧିକ ପାଣିକୁ ସେଭ୍ କରିପାରିବା, ୱାଟର ସେଭ୍ କରିପାରିବା। ଆଉ ତା ସହିତ ଆମେ ମ, ଆ, ଜମିକୁ ଉର୍ବର କରିପାରିବା। ଚାଷୀ ମାନଙ୍କର ଯୋଉ ଉତ୍ପାଦନ କ୍ଷମତା ତାଙ୍କର ଯୋଉ ଅଛି ଜମିର, 20% ତାଙ୍କର ଉତ୍ପାଦନ ଅଧିକା ବି ହଉଛି। ତ ତାଙ୍କର ଯୋଉ ଖର୍ଚ୍ଚ ଯୋଉ ହଉଛି, ଉର୍ବର ପଦାର୍ଥ ଦଉଛନ୍ତି, ସିଏ ବି ଖର୍ଚ୍ଚ ତାଙ୍କର କମୁଛି। ତ ଇଏ ବହୁତ ବଡ କାମ ହଉଛି। ତ ସେଥିଲାଗି ଆମକୁ ପ୍ଲାନ୍ କରିବା ଦରକାର ଯେ ଆମେ ପ୍ରତ୍ୟେକ ଯୋଉ ଟାର୍ଗେଟ ଆମେ ରଖୁଛେ, ଜଳସଞ୍ଚୟର ଗୋଟେ ପ୍ଲାନ୍ କରିବା ଦରକାର ଯେ ମୋର ଏତେ ଏତେ ଜାଗାରେ ଏଇ ଚାଷୀ ମାନେ ଅଛନ୍ତି, ତାଙ୍କ ପାଖରେ ଯାଇକି ତାଙ୍କ ଜମିରୁ ତାଙ୍କ ପାଣି, ତାଙ୍କ ମାଟି ଆଣିକି ଜମିରେ ଯଦି ଆମେ ଡେମୋ ଦେଖେଇଦବା, ତାହେଲେ ଡେମୋରେ ବହୁତ ବଡ ରେଜଲ୍ଟ ବି ଆସିପାରୁଛି। ତ କିଛି ଦିନ ତଳେ ଆମେ ସମସ୍ତେ ଡେମୋ ବି ଦେଖଉଥିଲେ। ଆଉ ଦେଖନ୍ତୁ ରେଜଲ୍ଟ ବର୍ତ୍ତମାନ ଆପଣଙ୍କର ଆସିପାରିବ ଯେ ବର୍ତ୍ତମାନ ଖରା ଦିନ ଆସୁଛି, ମାର୍ଚ୍ଚ ମାସ ଆରମ୍ଭ, ବହୁତ ସାରା ଜାଗାରେ ବର୍ତ୍ତମାନ ଫସଲ ଲଗେଇବା ଆରମ୍ଭ ହଉଛି। ତରଭୁଜ ଚାଷୀ ମାନେ ଯୋଉମାନେ ବି ଲଗେଇ ବି ସାରିଛନ୍ତି, ସେମାନେ ମାଟିକୁ ଟିକେ ଖୋଳିକି ତା ଭିତରେ ଇଏ ଜଳସଞ୍ଚୟ ଦେଇକି ପୁଣି ମାଟିକୁ ଘୋଡେଇକି ପାଣି ଯଦି ଦିଆଯାଏ, ତାହେଲେ ସେଥିରେ ବି ବହୁତ ବଢିଆ ରେଜଲ୍ଟ ବି ଆସିଯିବ। ତ ମାଟି ଭିତରେ ଜଳସଞ୍ଚୟ ରହିବା ନିହାତି ଦରକାର। ତ ସେଥିଲାଗି ଆମକୁ ଅ, ବହୁତ ଭଲ ପ୍ରସ୍ତୁତି କରିବା ନିହାତି ଦରକାର। ଆଉ ତା ଦ୍ୱାରା ହିଁ ଆମେ
ये भली गोटे प्रोडक्ट जोटा कि टीसी सार आज कहले ये गोटे हूँ हीरो प्रोडक्ट। ये प्रोडक्ट माध्यम रे आमे पूरा हिंदुस्तान रे जल स्तर को आमे बढ़ाई परिबा ଆଉ ଅଧିକ ଆମେ ଉତ୍ପାଦନ କରେଇ ଦେଇ ପାରିବା। ତ ନିଜ ମୁଁ ବି ନିଜେ ମୋର ଘରେ ଯୋଉ କୁଣ୍ଡ ଅଛି ସେ କୁଣ୍ଡରେ ବି ଜଳ ସଞ୍ଚୟକୁ ବ୍ୟବହାର କରିଥିଲି ଗାର୍ଡେନ ଗୋଲ୍ଡ ସହିତ। ମୁଁ ଯୋଉଠି ପାଣି ପ୍ରତ୍ୟେକ ଦିନ ଦବାକୁ ପଡୁଥିଲା କୁଣ୍ଡ ଶୁଖି ଯାଉଥିଲା, ତ ସେଠି ପ୍ରତି 4-5 ଦିନରେ ଥରେ ପାଣି ଦେଲେ ବି ସେ କୁଣ୍ଡ ଶୁଖୁନାହିଁ। ତ ସେଥିଲାଗି ଆପଣମାନେ ବି ଆପଣଙ୍କର ଇଏ ତ କେବଳ ନୁହେଁ ଯେ କେବଳ ଚାଷୀ ମାନଙ୍କର ଗାଁରେ କେବଳ ଏ ବ୍ୟବହାର ହବ ନାଇଁ, ତା ନୁହେଁ। ଇଏ ସହରରେ ବି ଯୋଉମାନେ କୁଣ୍ଡ ଲଗେଇଛନ୍ତି, ଛାତ ଉପରେ କୁଣ୍ଡ ଲଗେଇଛନ୍ତି, ତାଙ୍କ ପାଇଁ ବି ଇଏ ଜଳସଞ୍ଚୟ ବି ନିହାତି ଦରକାର। ଆଉ ସେମାନେ ବି ବ୍ୟବହାର କରିପାରିବେ। ଇଏ ନା ଯେ କେବଳ ପାଣିକୁ ବଞ୍ଚଉଛି, ଇଏ ମାଟିକୁ ଉର୍ବର କରିକି ଅଧିକ। ମୁଁ ବି ପ୍ରାକ୍ଟିକାଲି ଦେଖୁଛି ଯେତିକି ଫୁଲ ଫୁଟୁଥିଲା ଆଗରୁ ଏବେ ଫୁଲର ସଂଖ୍ୟା ବି ବଢୁଛି। ନା ମୁଁ ଯୋଉ ଗଛ ଲଗେଇଥିଲି ସେଥିରେ ମାତ୍ର ଗୋଟେ ଗୋଟେ ଫୁଲ ଆସେ, ଯୋଉ ଗୋଲାପ ଫୁଲ। ଏବେ ଗୋଟେ ଡାଳ ଗୋଟେ ଯୋଉ ପେନ୍ଥାରେ ପାଖାପାଖି 5-6ଟି ହେଇଯାଇଛି ତାର ଜଳ ସଞ୍ଚୟ ଦବା ପରେ। ଆଉ ଇଏ 6 ମାସରେ ଥରେ ଦିଆଯାଏ। ତ ଇଏ ଗୋଟେ ବହୁତ ବଡ କଥା। ଆଉ ତାକୁ ଆମେ ବହୁତ ଭଲ ଭାବରେ ଆମେ ପ୍ରଚାର ପ୍ରସାର କରିପାରିବା। ଆଉ ସାର୍ ଗୋଟିଏ ବହୁତ ବଡ ଜିନିଷ ଯେ ଯଦି ଯେତେ ଭଲ ଜିନିଷ ଯେତେ ଦୁର୍ଲଭ ଜିନିଷ ଆମ ପାଖରେ ଅଛି, ଆମେ ଯଦି ତାର ପ୍ରଚାର ପ୍ରସାର ନ କରୁଛେ ତାହେଲେ ତାର ମୂଲ୍ୟ କିଛି ରହିବ ନାହିଁ। ତ ଲୋକମାନେ ସାଧାରଣ ଜିନିଷକୁ ବହୁତ ବଡ ପ୍ରଚାର କରିକି କମ୍ପାନୀ ମାନେ ତାକୁ ବିକ୍ରି କରିଦଉଛନ୍ତି, କିନ୍ତୁ ଆମ ସଂସ୍ଥା ତ ଏତେ ବଢିଆ ବଢିଆ ଜିନିଷ ଯିଏକି ମାନେ କେହି ଶୁଣି ବି ନାହାନ୍ତି। ପାଣିକୁ ୱାଟର ସେଭ୍ କରିବା ପାଇଁ ଇଏ ଏତେ ବଡ କାର୍ଯ୍ୟ କହିପାରୁଛି। ସେଥିରେ ପୁଣି ମାଟିର ଉର୍ବର ବି ବଢୁଛି। ଆଉ ଡାଇରେକ୍ଟ ବି ତାକୁ ଡେମୋ ବି ଦେଖେଇ ହଉଛି। ତ ଇଏ ସବୁ କରି ହଉଛି। ତ ସେଥିଲାଗି ଆମେମାନେ ଆଗବାର ହବା ନିହାତି ଜରୁରୀ। ତ ଆଜିର ସେସନ ଆଜି ଆମେ ମାନେ ସମସ୍ତେ ଦେଖିଲେ, ଗୁରୁକୁଳରେ ଦେଖିଲେ। ତ ଆଜି କଣ ଆମେ ମନ ଭିତରେ ସଂକଳ୍ପ ନେଲେ, ତ ଆମେ ତାକୁ ଆଜି ଆମେ ସେୟାରିଂ କରିବା। ବାକି ଆମେ ଯୋଉମାନେ ବି ଆମେ ବସିଛେ ତ ତା ଉପରେ ବହୁତ ବଡ କାମ ଆମେ କରିପାରିବା। ସୂର୍ଯ୍ୟ ଏବେ ଏବେ ଦେଖନ୍ତୁ ଧୀରେ ଧୀରେ ଗରମ ଷ୍ଟାର୍ଟ ହେଇ ଆସିଲାଣି, ଖରା ବି ଷ୍ଟାର୍ଟ ହେଇ ସାରିଲାଣି। ଜଳ ସଞ୍ଚୟର ମହତ୍ଵ ବର୍ତ୍ତମାନ ସମସ୍ତେ ବୁଝିବା ଆରମ୍ଭ କରିବେ। ତ ଇଏ ସିଜନରେ ଯଦି ଆପଣ ଦେଇଦେଲେ ତ ଆଗାମୀ ସିଜନରେ ଇଏ ଆପଣଙ୍କୁ ମାନେ ଆପଣ ଯୋଉ ଚାଷୀ ମାନଙ୍କ ପାଖକୁ ଯାଉଛନ୍ତି, ଚାଷୀ ମାନେ ଆପଣଙ୍କ ପାଖକୁ ଆସିବେ। ବହୁତ ବଡ କାମ ହେଇଯାଇ ପାରିବ। କିନ୍ତୁ ଏ ସିଜନରେ ନିହାତି ଯିବା ନିହାତି ଜରୁରୀ। ତ ଆମେ ଷ୍ଟାର୍ଟ କରିବା ପ୍ରଥମେ ସାହୁ ଭାଇ। ଜଳ ସଞ୍ଚୟ ବିଷୟରେ ତ ଯାହା ଶୁଣିଲେ ସେ ବହୁତ ଆନନ୍ଦର କଥା। 3 କୁଇଣ୍ଟାଲ ଯୋଉଠିକି ସୋରିଷ ଅମଳ ଜାଗାରେ ଜଳ ସଞ୍ଚୟ ଦବା ଦ୍ଵାରା 6.5 କୁଇଣ୍ଟାଲ ସେ ଅମଳ କରିପାରିଛନ୍ତି। ଇଏ ଗୋଟେ ମାନେ ହୃଦୟସ୍ପର୍ଶୀ କାର୍ଯ୍ୟକ୍ରମ। ତେଣୁ ଜଳ ସଞ୍ଚୟକୁ ଆପଣେଇବା ଏବଂ ନିଜେ ଛୋଟ ଛୋଟ କୁଣ୍ଡରେ ଆରମ୍ଭ କଲେ ବହୁତ ବଢିଆ ହେଇପାରିବ। ଯଦି ସେଠି ଉଦାହରଣ ହେଇଗଲା 3 କୁଇଣ୍ଟାଲ ଜାଗାରେ 6.5 କୁଇଣ୍ଟାଲ ଅମଳ ଦେଇପାରିଲା, ତାହେଲେ ଆମେ ମାନେ ଚାଷୀ ମାନଙ୍କୁ ଏଟାକୁ ଦବା ନିହାତି ଦରକାର। ଆଉ ୟାକୁ ମଧ୍ୟ ଆପଣେଇବା ଦରକାର। ନିଜ ଯେମିତି ଗୋଲାପ ଫୁଲ କଥା କହିଲେ, ସେଇଭଳି ଛାତ ଉପରେ ସମସ୍ତେ ବି କରିବା ଦରକାର। ଯେକୌଣସି ଜିନିଷ ହଉ ନା କାହିଁକି, ଗେଣ୍ଡୁ ଫୁଲ ହଉ ଯାହା ବି ହଉ, ଆମେ ଆରାମରେ ଭଲ ଫୁଲ ବି ପାଇପାରିବା। ଯୋଉଟା କି ଆମ ପାଇଁ ଫୁଲ ପ୍ରତିଦିନ ଯିବାକୁ ପଡୁଛି। ଯଦି ଆମେ ଜଳ ସଞ୍ଚୟ ଏବଂ ଗାର୍ଡେନ ଗୋଲ୍ଡ ଦେଇକି ଛାତ ଉପରେ ଲଗେଇ ପାରିଲେ ତାହେଲେ ବହୁତ ବଢିଆ ହେଇପାରିବ। ମୁଁ ବି ସଂକଳ୍ପ ନଉଛି ଆଜି ଠାରୁ ଜଳ ସଞ୍ଚୟ ଆଣି ତାକୁ ନିଜ ଛାତ ଉପରେ ଯୋଉ ଆମର ଗୋଟେ ଟଗର ଗଛ ଲଗେଇଛୁ ତା ଦେହରେ ଆପ୍ଲାଏ କରିବି। ଛାତ ଉପରେ ରହିଛି ଟଗର ଗଛ, ଫୁଲ ଫୁଟୁଛି କିନ୍ତୁ ସେତିକି ପରିମାଣ ଫୁଟୁନି, କାରଣ ପାଣି ଛାତ ଘର ମାଲିକ ଟିକେ ଅସନ୍ତୁଷ୍ଟ ହେଇପାରନ୍ତି। କିନ୍ତୁ ଯେହେତୁ ଟଗର ପାଇଁ ହଉନାହାନ୍ତି, ତେଣୁ ମୁଁ ବର୍ତ୍ତମାନ ସେ ଜଳ ସଞ୍ଚୟ ଏବଂ ଗାର୍ଡେନ ଗୋଲ୍ଡ ଦେଇକି ତାକୁ ହୃଷ୍ଟପୃଷ୍ଟ କରିବା ପାଇଁ ସଂକଳ୍ପ ନେଇଯାଇଛି। ଆଉ ଏଇଭଳି ଭାବରେ ଛାତରେ ବହୁତ ଲୋକଙ୍କୁ କରେଇ ପାରିବା, ଚାଷୀ ମାନଙ୍କୁ ମଧ୍ୟ କରେଇ ପାରିବା। ଏଇ ଭିଡିଓ ମାଧ୍ୟମରେ ଆମର ଆଜିର ଭିଡିଓ 1 ତାରିଖର ଭିଡିଓ, ତା ସହିତ ଆମର ଯୋଉ ଗୁରୁକୁଳ ଶାଖା, ଏ ଦିଟା ଯଦି ଆମେ ଦେଖେଇ ପାରିବା ଓଡିଆରେ ବୁଝିପାରିବାକୁ ସହଜ ହେଇଯିବ। ତା ସହିତ ଯେ ହିନ୍ଦୀ ବୁଝିପାରିବ ତାକୁ ଆମର ଗୁରୁକୁଳଟା ଦେଖେଇବାର ଅଛି। ଓଭର ଟୁ ଶତପତି ବାବୁ। ଓକେ, ଥ୍ୟାଙ୍କ ୟୁ। ପ୍ରସାଦ ଜି।
जय आरसीएम सर समस्त को नमस्कार। ଆଜିର ଯୋଉ ସେସନ ଥିଲା ମାନେ ବହୁତ ବଢିଆ ସେସନ, କାହିଁକି ଯୋଉ ଆମର ଯୋଉ ଜଳ ସଞ୍ଚୟ ବାଲା ଯୋଉ କଥା ଯୋଉ କହିଲେ, ଏଠି ଆମର ଏବେ ତ ମାର୍ଚ୍ଚ ମାସ ଷ୍ଟାର୍ଟ ହେଲାଣି। ଆଉ ମୁଁ ଏବେ ସଂକଳ୍ପ ନଉଛି ଯେ ମୁଁ ଯାଇକି କିଛି ନହେଲେ ବି ମିନିମମ୍ 10ଟା କିଷାନ କୁ ଯାଇକି କଥାବାର୍ତ୍ତା କରିକି ଏ ମେଟେରିଆଲ ମାନେ ଦିଆ ଇଏ ସପ୍ଲାଇ ମାନେ ତାଙ୍କୁ ଦିଆଯିବ କରିବା ପାଇଁ ବ୍ୟବସ୍ଥା କରିବି। ଆଉ ମୁଁ ଡେମୋ କିଟ୍ ଯାଇକି ଆଜି କିଣିବି। ଡେମୋ କିଟ୍ ଟା ନେଇକି ଆଉ ଆଗରେ ଯାହା ଯେତିକି ହେଇପାରିବ ମୁଁ ଯାଇକି ଏମାନଙ୍କୁ ସମସ୍ତଙ୍କୁ ଦେଇକି ଆଉ ଟିକେ ଦେଖିବା କେମିତି କଣ ଭିଡିଓଟା ତ ଆମେ ପାଇଛୁ, ଏ ଭିଡିଓଟା କେମିତି କଣ ତାଙ୍କୁ ଆଭେଲେବଲ କରିପାରିବା। ଆଉ ଡେମୋ କିଟ୍ ଟା ଏଇଠି ଏଇଠି ପାଇବା କି ନାହିଁ ଟିକେ ଦେଖିଦେବା କେମିତି କଣ, କାହିଁକି ଏମାନେ ଅର୍ଡର କରିକି ଆଣିବାକୁ ପଡିବ। ଏମାନେ କାହିଁକି ନା ଏଫଏମ ମାନେ ଯୋଉଟା ରେଗୁଲାର ଆଇଟମ ଗୁଡା ଏମାନେ ରଖୁଛନ୍ତି ପିୟୁସିରେ, କିନ୍ତୁ ଏଇଗୁଡା ସେମାନେ ରଖିଛନ୍ତି କି ନାହିଁ ଜଳ ସଞ୍ଚୟର ଟିକେ ପଚାରିବାକୁ ପଡିବ, କଥା କରିବାକୁ ପଡିବ। ମୁଁ ଏପରେ କାମ ନିଶ୍ଚୟ କରିବି। ସାହୁ ଥ୍ୟାଙ୍କ ୟୁ ଭାଇ ସାର୍, ମୋଠୁ ସାହୁ ଭାଇ ସପୋର୍ଟ। ଆପଣଙ୍କ ପାଖରେ ଡେମୋ କିଟ୍ ଅଛି, କେମିତି କଣ କରିଛନ୍ତି କୁହନ୍ତୁ? ଡେମୋ କିଟ୍ ହଉଛି ବହୁତ ବଢିଆ, ସେଟା ତ ଆପଣ ତ ସତ୍ୟ ଦେଖେଇଲେ, କିନ୍ତୁ ଗୋଟିଏ ଜିନିଷ ହଉଛି ଗୋଟେ ଗ୍ଲାସ ରେ ମାଟି ନବା, ହଁ ଗ୍ଲାସ ରେ ମାଟି ନାଇଁ ନାଇଁ ନେଇକି ନାଇଁ 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 ଆକ୍ଚୁଆଲି ପ୍ରସାଦ ଜି ଯୋଉଟା ବୁଝିବାକୁ ଚାହୁଁଛନ୍ତି, ଡେମୋ କିଟ୍ ଟା କେମିତି ପ୍ରିପେୟାର କରିବେ, ହଁ ଦିଟି କାଚ ଗ୍ଲାସ ନେବେ। ହଁ ବଜାରରେ ମିଳୁଛି କାଚ ଗ୍ଲାସ, ଆଜ୍ଞା 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 ଆଜ୍ଞା, ଆଉ କିଣିଦବା, ଘରେ ବି ସେଥିରେ ଅଛି। ବଡ କଥା ନାହିଁ। ଆଚ୍ଛା, ନାଇଁ, ଚାମଚ ଗୋଟେ କିଣିବା, ହଁ ଠିକ ଅଛି। ସରିଲା, କିମ୍ବା ହେଇଗଲା ଘରେ ଥିବ। ଡେମୋ କିଟ୍। ଏଇଟା ଆଉ ଗୋଟେ ଆଚ୍ଛା, ଜଳସଞ୍ଚୟର ଗୋଟେ ଗୋଟେ ପ୍ୟାକେଟ ଗ୍ଲାସ, କିଣିବା, ଆଚ୍ଛା ହଉ ବୁଝିଲି ବୁଝିଲି, ତାହେଲେ ତ ସରିଗଲା। ଡେମୋ କିଟ୍ ଟା ଏତିକି ଖାଲି। ଏତିକି ହଉଛି ଡେମୋ କିଟ୍, ଆଉ କିଛି ନାହିଁ। ଆଚ୍ଛା ହଉ 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 ଠିକ ଅଛି। ଦିଟା କାଚ ଗ୍ଲାସ, ଆଉ ଟିକେ ଯଦି ହଁ ଓସାର ବାଲା ଗ୍ଲାସ ନବା, ସେଇଟା ଲୋକଙ୍କୁ ହଁ, ଦେଖେଇବାକୁ ସୁବିଧା ହବ। ମାନେ ଜି ଯେମିତି ଜି କି ସତରେ, ହଁ, ଓସାରିଆ କାଚ ଗ୍ଲାସ, ଆଜ୍ଞା। ହଁ, ଦିଟା ଦେଖେଇବା। ଦେଖେ ହଁ ତା ଦେହରେ ଗୋଟା, ଆଚ୍ଛା ଯୋଉଠିକି ଯିବା ପୁରା ଚାଷ ଜମିକୁ ଯିବା, ତାଙ୍କର ମାଟି ହଁ ଆଣିବା। କିଛି ମାଟି ହଁ ଆମେ ଏଥିରେ ରଖିବା, ଦିଟାଙ୍କ ଗ୍ଲାସରେ କିଛି କିଛି ମାଟି ରଖିବା। ଆଉ ଗୋଟେ ହୁଁ ମାଟିରେ ଜଳସଞ୍ଚୟକୁ, ଗୋଟେ ଚାମଚ ଜଳସଞ୍ଚୟକୁ ଦବା, ତାକୁ ଭଲ ଭାବରେ ଗୋଳେଇ ହୁଁ ଦବା। ଆଉ ଗୋଟାକରେ ଦବାନି। ହୁଁ ତାପରେ ହେଠୁ ହୁଁ ଆମେ ପାଣି, ସେଇ ଜମି ପାଖରେ ଯୋଉ ପାଣି, ତାଙ୍କର ଯୋଉ ପାଣି, ସେଇ ପାଣି ଆଣିକିରି ହଁ ଏଥିରେ ଦବା, ସେଥିରେ ଦବା, ଆଉ ତାଙ୍କୁ ହଁ ରେଜଲ୍ଟ ଦେଖେଇବା। ଆଚ୍ଛା, ଆପଣ ଦେଖେଇଲେ କଣ ହବ ନା, ସେଠି ଆପଣ ନିଜେ ପ୍ରାକ୍ଟିକାଲି ଦେଖିପାରିବେ ଯେ ଯୋଉଥରେ ଜଳ ହଁ ସଞ୍ଚୟ ଦିଆଯାଇଛି, ସେଟା ମାଟିଟା ହଁ ପୁରା ଧୀରେ 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 ଧୀରେ, ମାନେ ଯୋଉ ପାଣିଟା ପିଉଛି ନା, ଧୀରେ 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 ହଁ ତଳକୁ ତଳକୁ ପିଉଛି, ଆସ୍ତେ ଆସ୍ତେ କରି ପିଉଛି। କିନ୍ତୁ ଯୋଉଥରେ ଦିଆଯାଏ ନାହିଁ, ସେମାନଙ୍କୁ ସେ ହଁ ପାଣିଟା କଣ ହଉଛି ନା, ଚଟକିରି ତା ତଳକୁ ଯାଇକି ପଳେଇ ଯାଉଛି। ଇଏ ହଉଛି ଗୋଟେ ପଳେଇ କଥା। ଯାଉଛି। ହଁ ଦ୍ଵିତୀୟ କଥା, ଆପଣଙ୍କର ସେଥିରେ ପାଣି ପୁରା ପିଇ ଯାଉଛି, ସ୍ପଞ୍ଜ ଭଳି ପିଇ ଯାଉଛି। ଆପଣ ଯଦି ଗ୍ଲାସକୁ ଓଲଟା ହଁ, କରିକି ବି ଧରିବେ, ସେ ପାଣି ଆଉ ପଡିବନି। କିନ୍ତୁ ପାଣି ଏଥିରେ ପଡିବ ନାହିଁ। ହଁ, ଏଥିରେ ଯଦି ଆପଣ ଦେଖିବେ ଯେ ପାଣି ସେମିତି ଢଳଢଳ ହେଇକି ରହୁଛି, ତାକୁ ଏମିତି ଓଲଟା ହଁ କରିଦେଲେ ହଁ, ସବୁ ଯାକ ବୋହି ଯାଉଛି। ଆଚ୍ଛା, ଇଏ ହଉଛି ପାଣି ଟା ପୁରା ଆବଜର୍ବ କରିକି ରଖିଛି, ଆଉ ପାଣି ଆବଜର୍ବ କରିଦେଇଛି ସେ। ଆବଜର୍ବ କରିଯାଉଛି। ଆଚ୍ଛା, ତା ଛଡା ଆଉ ଗୋଟେ ଭଲ ଜିନିଷ ଆପଣ ଦେଖିବେ, ୟାର ମାଟିର ଯୋଉ କ୍ୱାଣ୍ଟିଟି, ଯୋଉ ଲେୟାର ପର୍ଯ୍ୟନ୍ତ ଥିବ ଆପଣଙ୍କର କାଚ ଗ୍ଲାସରେ, ଜଳସଞ୍ଚୟ ଯୋଉଥିରେ ଦିଆ ହଉଛି, ସେଥିରେ ଯୋଉ ପାଣି ଦିଆ ହେଇ ସାରିଲା ପରେ ତାର ପୋର୍ସନ ଟିକେ ବଢିଯିବ। ମାନେ ଇଏ ମାଟି ଯଦି ଆଚ୍ଛା ଏତିକି ଅଛି, ସିଏ ଟିକେ ଫୁଲିଯିବ ହଁ ମାଟିଟା। ତ ହଁ ଏଇଟା ହଁ ହଁ ଲୋକଙ୍କୁ ଦେଖେଇବା ପାଇଁ ବହୁତ ଇଜି ହଉଛି ଯେ ଯେ ଦେଖନ୍ତୁ ଇଏ କେତେ ଗୁଡେ କାମ କରୁଛି। ପ୍ରଥମ କଥା ହଉଛି ୱାଟର ସେଭ୍ କରୁଛି, ପାଣିକୁ ସ୍ପଞ୍ଜ ଭଳି ଧରିକି ରଖୁଛି, ଗଛଟା ହଁ ହଁ ମରିବ ନାହିଁ। ହୁଁ ଦ୍ଵିତୀୟ କଥା ହଉଛି ମାଟିଟାକୁ ସେ ଭୁରଭୁରା କରୁଛି, ଫୁଲଉଛି, ଯୋଉଥିରେ କି ଏୟାର ମାଟି ତଳକୁ ଯାଇକି ଯିବା ଦ୍ଵାରା ଗଛଟା ହୃଷ୍ଟପୁଷ୍ଟ ହେଇକି, ତା ସୂକ୍ଷ୍ମ ଚେର ମାଟି ତଳକୁ ଯାଉଛି, ଗଛଟା ହୃଷ୍ଟପୁଷ୍ଟ ହେଇକି ବଢୁଛି। ତ ଇଏ ଯେତେବେଳେ, ଉର୍ବର ଶକ୍ତି। ଗଛ ଯେତେବେଳେ ହୃଷ୍ଟପୁଷ୍ଟ ହେଇକି ବଢୁଛି, ତ ସେଇ ସମୟରେ ହୁଁ ଇଏ ଆପଣଙ୍କର ଜଳ ସଞ୍ଚୟ ନା, ମାନେ ଗଛ ଅଧିକ ହୃଷ୍ଟପୁଷ୍ଟ ହେଇକି ବଢିଲେ ଅଧିକ ଅମଳ ବି ଦବ। ତ ଇଏ ହଁ ପ୍ରାକ୍ଟିକାଲି ଆମେ ନିଶ୍ଚୟ। ଲୋକଙ୍କୁ ଦେଖେଇ ପାରିବା। ଆଉ ଗୋଟେ ପ୍ୟାକେଟ, ସେ ଯାହା ଦେଖାଯାଉଛି ଯେ ଆମେ 5 ପ୍ୟାକେଟ ଗୋଟେ ଏକର ପାଇଁ, ତାମାନେ ଆମ हाँ हाँ हाँ, ଓଡିଶାରେ 5 केजी, फाइव ଆଜ୍ଞା, केजी फॉर 1 एकड़। हाँ 5 केजी फॉर 1 एकड़। କେଜି ଗୋଟେ ଏକର ପାଇଁ, ଗୋଟେ ଏକର ପାଇଁ 5 କେଜି। ତାମାନେ ଆମେ ଧରନ୍ତୁ ଓଡିଶା କଥା ଆମେ ଦେଖିବା, ଆମର ଏଠି ଗୁଣ୍ଠ ହିସାବରେ ଯୋଉ ଧରା ଯାଉଛି,
ତାହେଲେ 20 ଗୁଣ୍ଠରେ ଗୋଟେ ଏକର ହଉଛି। ତାମାନେ ଆମେ ଗୋଟେ ପ୍ୟାକେଟ କୁ ଆମେ 5 ଗୁଣ୍ଠୁ ବୋଲି ଧରିକି ଚାଲିଛୁ। 5 ଗୁଣ୍ଠ ଜମି ପାଇଁ ଗୋଟେ ଏକର। ତ ଲୋକଙ୍କୁ ବିଶ୍ୱାସ ହବା ପାଇଁ ଧରି ନିଅନ୍ତୁ କିଏ କହିଲା କି ନାଇଁ ମୁଁ ଗୋଟେ ଏକର ପାଇଁ ନେବି ନ ନେବି ଚିନ୍ତା କରୁଛି, ନାଇଁ 5 ଗୁଣ୍ଠ ଜମି ପାଇଁ ନିଅ। ଆଉ ଯଦି 5 ଗୁଣ୍ଠ ପାଇଁ ନେଇକିରି ଗୋଟେ ଏକରରେ ଦବା ତାହେଲେ କଣ ଲାଭ ହବ? ଯେତିକି ଡୋଜ୍ ହଁ ଯେତିକି ଜାଗାରେ ସେ 5 ଗୁଣ୍ଠ ପାଇଁ ନେଇକି ସେ 5 ଗୁଣ୍ଠରେ ହିଁ ପକେଇ ତ ହେଇପାରିବ। ଆଚ୍ଛା ଏଇଠି ଆମର ଗୁଣ୍ଠଟା ଟିକେ ମତେ ଟେକ୍ନିକାଲି କହିଦିଅନ୍ତୁ। ଏ ଯୋଉ ଗୋଟେ ଗୁଣ୍ଠ ଆମର ହଉଛି 1000 ସ୍କୋୟାର ଫିଟ୍, 1000 ସ୍କୋୟାର ଫିଟ୍ ଇକ୍ୱାଲ ଟୁ 1 ଗୁଣ୍ଠ। ତାହେଲେ ଏବେ ଆମର କଣ ଗୋଟେ କେଜି କେତେରେ ପଡିବ? ଶୁଣନ୍ତୁ, ଗୋଟେ କେଜି ଯୋଉ ପ୍ୟାକେଟଟା? ନାଇଁ ନାଇଁ 1000 ଗୋଟେ ଗୁଣ୍ଠ ନାହିଁ ଆପଣଙ୍କର। ନାଇଁ ଆମର ଏଇ ଏରିଆରେ ଆମର ଯୋଉ ପୁନାରେ 1000 ସ୍କୋୟାର ଫିଟ୍, 1000 ସ୍କୋୟାର ଫିଟ୍ ଇକ୍ୱାଲ ଟୁ 1 ଗୁଣ୍ଠା। ତାର 5000 ସ୍କୋୟାର ଫୁଟ ପାଇଁ ଗୋଟେ ଆଉ ହଁ 5000 ଗୋଟେ ସ୍କୋୟାର ଏକର। ଫୁଟ ପାଇଁ ହଁ ଗୋଟିଏ ପ୍ୟାକେଟ 5000 ଆଉ। ସ୍କୋୟାର ଫିଟ୍। ଆଚ୍ଛା ହଁ, ଠିକ ଅଛି। 5000 ସ୍କୋୟାର ଫିଟ୍ ପାଇଁ ମାନେ ଗୋଟେ ଆମର ଏଇ ଦରକାର ପଡିବ ନାଇଁ କି? ଗୋଟିଏ ପ୍ୟାକେଟ। ଗୋଟେ ହଁ, ଗୋଟେ କେଜି ଠିକ ଗୋଟିଏ ଅଛି। ପ୍ୟାକେଟ ଆଜ୍ଞା ବୁଝିଲେ କି? ଆଜ୍ଞା ଠିକ ଅଛି। ଓକେ କ୍ଲିୟର। ଓକେ ଆପଣ ଆପଣ ଆମର ସେଇ ଏଠି କଟକରେ ହିସାବରେ। ହଉଛି କଣ 1742। ହଁ 1742। ଆଚ୍ଛା। ମୋର ସେଇଟା ମୁଁ ମନେ ପକଉଥିଲି 1742 ସ୍କୋୟାର ଫୁଟ ହଉଛି ଆମର ଗୋଟେ ଗୁଣ୍ଠ। ସେଇଟା ତାହେଲେ ସେଇଠି ଆମର ସେଇଠି ବେଶୀ ଅଛି, କିନ୍ତୁ ଆମର ଯୋଉ ଜାମଶେଦପୁରରେ ଆହୁରି କମ 700 750 ସ୍କୋୟାର ଫିଟ୍ ଇକ୍ୱାଲ ଟୁ 1 ଗୁଣ୍ଠ। ହଁ ତ ଜାମଶେଦପୁରରେ କମ ଅଛି, କିନ୍ତୁ ଏଇ ଆମର ପୁନାରେ 1000 ସ୍କୋୟାର ଫିଟ୍ 1000 ସମଥିଙ୍ଗ ଅଛି। ସେଟା 33 ଇଣ୍ଟୁ 33 ଏମିତି ହିସାବରେ ଅଛି। 33 ଇଣ୍ଟୁ 33 ଇକ୍ୱାଲ ଟୁ 1 ଗୁଣ୍ଠ ମାନେ 1000 ଏପ୍ରକ୍ସ। ଠିକ ଅଛି ବୁଝିଲି। ଆପ୍ରୋକ୍ସିମେଟଲି 1000। 5000 ସ୍କୋୟାର ଫିଟ୍ ପାଇଁ ମତେ ଗୋଟେ ଇଏ ଲାଗିବ। ଠିକ ଅଛି ନା? ହଁ ପ୍ରସାଦ ଜି, ଏମିତି ବି କାଲକୁଲେସନ ଆମେ କରିପାରିବା ଯେ ଗୋଟେ ଏକର ହଁ ପାଇଁ 5 ପ୍ୟାକେଟ। ଗୋଟେ ହଁ ଚଳିବ। ଗୋଟେ ଗୋଟେ ଏକର ପାଇଁ ଏକର ପାଇଁ 5 ପ୍ୟାକେଟ। ତା ଗୋଟେ ଆଚ୍ଛା, କେତେ ଆସିବ ଆମେ ତାକୁ କାଲକୁଲେସନ ବି କରିଦେଇ ପାରିବା। ବହୁତ ବଢିଆ। ଠିକ ଅଛି। ଓକେ ଓକେ ଓକେ, ତା ଉପରେ ଥ୍ୟାଙ୍କ ୟୁ। ବହୁତ ଭଲ ଚାଷୀ ମାନଙ୍କୁ ବି ସେବା ଯୋଗେଇ ଦେଇପାରିବା ଆଉ ସେମାନଙ୍କର ବହୁତ ସାରା ପ୍ରଶଂସା ବି ଆମେ ପାଇପାରିବା। ଆଉ ୟା ଦ୍ୱାରା ଇଏ ଏଭଳି ଗୋଟେ ପ୍ରଡକ୍ଟ ଯୋଉ ପ୍ରଡକ୍ଟ କି ତାଙ୍କୁ ଯେତେବେଳେ ଇଏ ଏଣ୍ଟ୍ରି ମାନେ ଯେମିତି ଘର ଭିତରେ ପଶିବା ପାଇଁ ନା ଗୋଟେ ଦ୍ୱାର ଥାଏ ନା, ଇଏ ଗୋଟେ ଏଣ୍ଟ୍ରି ଗେଟ୍। ଆମେ ଜଳସଞ୍ଚୟ ମାଧ୍ୟମରେ ତାଙ୍କ ବିଶ୍ୱାସକୁ ଜିତିକି ତ କାଲି ସକାଳୁ ସିଏ ଆମଠୁ ନା ତେଲ ବି ନେବେ, ଲୁଣ ବି ନେବେ, ତା ସହିତ ସାବୁନ ବି ନେବେ, ପେଷ୍ଟ ବି ନେବେ, ହୋମ କେୟାର ଗୋଟେ ପ୍ରଡକ୍ଟ। ରିଲେସନ ବିଲ୍ଡଅପ୍ ହେଇଯିବ। ରିଲେସନ ବିଲ୍ଡଅପ୍ ହେଇଯିବ। ବହୁତ ବଢିଆ ହବ। ଲାଷ୍ଟକୁ ଫୁଡ ସପ୍ଲିମେଣ୍ଟ ବି ନେବେ, ସମସ୍ତେ ବି ନେବେ। ଏଇଟା ଗୋଟେ ଏଣ୍ଟ୍ରି। ତ ସତ କଥା। ଠିକ ଠିକ। ବହୁତ ବଢିଆ କଥା। ଆ ଉପରେ ଜମିକି ମୋ କାମ ପାଖରେ କରିବା ମୋ ଦରକାର। ପାଖରେ ଆରତି। ଅଛନ୍ତି, ସାଙ୍ଗମାନେ ଅଛନ୍ତି। ହଁ ଠିକ ଆଜ୍ଞା, ଅଛି ନା। ଆରତି ଅପା। ତା ଉପରେ ଆଜ୍ଞା କାମ କରିବାକୁ। ଆଜ୍ଞା ଆଜ୍ଞା ସାର୍। ଆଜ୍ଞା। ଆରତି ଅପା। ଓକେ। ଜୟ ଶ୍ରୀମ୍। ଆଜି ଜଳ ସଞ୍ଚୟ ଉପରେ ତ ଯାହା ଧାରଣା ହେଲା ବହୁତ ଭଲ। ଆମେ ତ ଯଦି ବି ଟାଉନ ଗାଁକୁ ନ ଯାଇ ପାରୁଛେ, ଆମର ଏଇ ଟାଉନରେ ଯେତେ ରୁଫଟପ୍ ଗାର୍ଡେନ ଅଛି, ସମସ୍ତଙ୍କ ସାଙ୍ଗରେ ଦେଖା କରି ଆମ ଜଳ ସଞ୍ଚୟର ଲିଫଲେଟ ନେଇ ତାଙ୍କୁ ଦେଇ ମୁଁ ଭାବୁଛି କଲେ ବହୁତ ବେଟର ହବ। ଆଉ ତାଙ୍କର ଖରାଦିନ ବି ସେମାନେ ପାଣି ଦେବାକୁ ବହୁତ କଷ୍ଟ ହୁଏ। ବେଳେ ବେଳେ ଲୋକଙ୍କର ପାଣି ସରିଯାଏ ଟାଙ୍କିରେ। ସେଥିପାଇଁ ଆମେ ତାଙ୍କୁ ଏଇ ବିଷୟରେ କହିଲେ, ତାଙ୍କୁ ନେଇକି ତାଙ୍କୁ ଦେଲେ, ତାଙ୍କ ସାଙ୍ଗେ ରିଲେସନସିପ ବଢେଇଲେ, ଆସ୍ତେ ଆସ୍ତେ ସେମାନେ ଜଳ ସଞ୍ଚୟ, ଆମର ଗାର୍ଡେନ ଗୋଲ୍ଡ ଆଉ ହରିତ ସଞ୍ଜୀବନୀ ସବୁ ନେଇ ସେମାନେ ରୁଫଟପ୍ ଗାର୍ଡେନରେ ଭଲ କରିପାରିବେ, କିଚେନ ଗାର୍ଡେନରେ କରିପାରିବେ। ମୁଁ ସଂକଳ୍ପ ନଉଛି, ମୁଁ ଯେତେ ବି ଆମର ଏଠି ଅଛନ୍ତି ଡୁମଡୁମାରେ, ମୁଁ ତାଙ୍କ ଘରକୁ କେବେ ସବୁ ଯାଇନି, ଭାବୁଛି ଯିବି। ଯାଇକି କିଛି କରିବି, ଏଇ ସଂକଳ୍ପ ନଉଛି। ଆଉ ଆଜି ତ ମାନେ ମାର୍ଚ୍ଚ ମାସର ପ୍ରଥମ ଦିନ। ଆଉ ସମସ୍ତେ ଯେମିତି ଦୃଢ ସଂକଳ୍ପ ନେବେ, ମାନେ ମନ୍ଥ ଆରମ୍ଭରୁ ଭଲ କାମ କରିକି ଦେଖେଇବେ। ଯୋଉ ଟାର୍ଗେଟ କୁ ସେମାନେ ଆର ମାସରେ ମାନେ କରିପାରିନାହାନ୍ତି, ଏ ମାସେ ମନ ଦେଇ କରିବେ। ଆଉ ଯେତେ ଭାଇଟାଲ ବି ନାଚିବେ, ମୁଁ ସେଥିପାଇଁ ଲାଗିବି।
Over to Satpati. ओके थैंक यू କେତେ ଜଣ ଭାଇଟାଲ ପିନ୍ ଆଚିଭ୍ କଲେ? On ओके discussion. हाँ ओके थैंक यू एक्चुअली आमे अपन लिफलेट जेतिकी हबो दीटा ओसारिया ग्लास नै कि डेमो जदी देखै दबा ताले ता धरे आउरी डेमो तो विश्वास भी देखा रहबो हाँ गोटे पाउच किनिकी नहीं डेमो देखा किंतु निपलेट भाबुची जदि मिलिला भी आनिकी देले हो विश्वास बढ़िबो सेठी प्रैक्टिकल डेमो देखेले ପ୍ରାକ୍ଟିକାଲ ଡେମୋ ଦେଖିଲେ ବହୁତ ବଢିଆ ବଢିଆ ବିଶ୍ୱାସ ବଢୁଛି ଲୋକ ଦେଖୁଛନ୍ତି ଆରେ ସତରେ ତ ଇଏ ଏମିତି ପୁରା ସ୍ପଞ୍ଜ ଭଳି ପିଇ ଯାଉଛି ଗୋଟେ ମିରାକିଲ ଲାଗୁଛି ଲୋକକୁ ଲୋକ ନବା ପାଇଁ ଇଣ୍ଟରେଷ୍ଟେଡ ହେଇଯାଉଛନ୍ତି ଧରିନିଅନ୍ତୁ ଦିଟା ପ୍ୟାକେଟ ଆମେ କିଣିଛେ କାହା ଘରକୁ ଦିଟା ପ୍ୟାକେଟ ନେଇକି ଯାଉଛେ ଗୋଟେ ପ୍ୟାକେଟ ତ ଆମେ ଖୋଲିକିରି ତାକୁ ଡେମୋ ଦେଖେଇବା ହଁ ଆଉ ଗୋଟେ ଜିନିଷ ଖୋଲିଦେଲା ପରେ ସେ ପାଉଚକୁ ଭଲ ଭାବରେ ଟାଇଟ୍ କରି ତାକୁ ବାନ୍ଧିବା ନହେଲେ ଏୟାର ପାସ୍ କଲେ ସେଟା ମୁଣ୍ଡା ହେଇଯାଏ ହୁଁ ମୁଁ ତାକୁ ସତ୍ୟନଗର ଯିବି ଶ୍ଵେତା ରାୟ ଘରକୁ ତାର ବହୁତ ବଢିଆ ଗାର୍ଡେନ କରିଛି ତାର ଏ ବିଷୟ ନଲେଜ ନାହିଁ ମୁଁ ଯିବି ହଁ ଆଉ ଡାଇରେକ୍ଟ ତାକୁ ଡାଇରେକ୍ଟ ସେଠି ଡେମୋ ଡେମୋ ଯଦି ଆମେ ଦେଖିବି ଦେଖେଇଦବା ଡେମୋ ଦେଖେଇଦେଲେ କଣ ହବ ନା ଲୋକ ତାକୁ ଶୀଘ୍ର ଆକ୍ସେପ୍ଟ କରିବେ ମାନେ ଆଜିକାଲି ଲେଖାରେ ତ ବହୁତ ସାରା ଲୋକ ଲେଖା ଦେଖଉଛନ୍ତି ଆମେ ପ୍ରାକ୍ଟିକାଲ ଦେଖେଇବା ତ ଇଏ ହଉଛି ବହୁତ ପ୍ରାକ୍ଟିକାଲ ବଢିଆ କଥା ଆଉ ଯେମିତି କି ଗତ ମାସରେ ଡିକ୍ଲାର କରାହଉଥିଲା ଯେ ଆମର ଜାନୁଆରୀ ମାସ ହଉଛି 31 ଦିନ ଆଉ ଫେବୃଆରୀ ମାସ ହଉଛି 28 ଦିନ 31 ଦିନରେ ଯାହା ନ କରିପାରିଲେ 28 ଦିନରେ ତାଠୁ ଅଧିକା କରିକି ଦେଖେଇବା ଇଏ ଗୋଟେ ମନ ଭିତରେ ଗୋଟେ ଥିଲା ଟାର୍ଗେଟ ଥିଲା ଆଉ ଏଇ ଟାର୍ଗେଟକୁ ନେଇକି ଆମେମାନେ ଦୌଡ଼ା ବି ଆଗକୁ ବଢିଥିଲେ କୁଦି ପଡିଥିଲେ ଆଗକୁ ଆଉ ତା ଭିତରେ ଆରତି ଅପା ତାଙ୍କର ପ୍ରୁଭ ବହୁତ କରିକି ପରିଶ୍ରମ ଇତିହାସ ବି କରିକି ଦେଖେଇଛନ୍ତି ଯେ ଯାହା ଜାନୁଆରୀ ମାସରେ କରିପାରିନଥିଲେ ଫେବୃଆରୀ ମାସର 28 ଦିନରେ ସେ କରିକି ଦେଖେଇଦେଲେ ଯେ ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ ଜୟ କାଲି ଆସିଏମ ଜୟ ଆରସିଏମ ତ ଆମର ମୁଁ ଭାବୁଛି ଆସନ୍ତା କାଲି ସାତଟାରୁ ଏ, ଲାଷ୍ଟ ମୋମେଣ୍ଟରେ ରାତି 8:30ରେ ଜଣେ ସାଥୀ ଆମର ଆସିଏମ ଫ୍ୟାମିଲିର ସେ ଭୁଲି ଯାଇଥିଲେ ଯେ ଏ ମାସଟା 28 ଦିନ ବୋଲି ମୁଁ ତାଙ୍କୁ ରିମାଇଣ୍ଡ କଲି ପଟା ମୁଣ୍ଡେଇ ଦବ ଯାହା ଫଳରେ କି ସେ 1500 ବିକ୍ରି କଲେ ରାତି 8:30 ଓକେ ବହୁତ 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 ବଢିଆ ତ ये ଯୋଉ ସେଲିବ୍ରେସନ ଆମର ଗତ ମାସର ଯାହା ବି ରହିଲା ଆଉ ଯୋଉ ଟାର୍ଗେଟ ଆମେ ମାର୍ଚ୍ଚ ମାସରେ ନବା ତ ଆମେ ମଙ୍ଗଳବାର ଦିନ ଯୋଉ ପ୍ରୋଗ୍ରାମ ଆମେ କରୁଥିଲେ ତ ମଙ୍ଗଳବାର ଦିନ ନ କରିକି କାଲି ଆମେ ସୋମବାର କରିବା କାଲି ଆମେ ସୋମବାର କରିବା ମଙ୍ଗଳବାର ହବ ଆଉ କାଲି ଯୋଉ ଗୁରୁକୁଳ ହବ ବହୁତ ପାୱାରଫୁଲ ସେସନ ହବ ତ ରେକି ମିଶନ ତରଫରୁ ଇଏ ଯୋଉ ପ୍ରକାରର ଯୋଉ ବାହାରୁ ଯୋଉ ଗେଷ୍ଟ ଆସୁଛନ୍ତି ତ ତାଙ୍କୁ ଆପଣ ଶୁଣିବେ ଆପଣଙ୍କ ପୁନର୍ଜନ୍ମ ପୂର୍ବଜନ୍ମ ତା ସହିତ ରୋଗ କେମିତି ଆମେ ନିରୋଗୀ ରହିବା ବହୁତ ସାରା ଆଉ ଏଇଟା କେବଳ ଯେ ଆରସିଏମ ଲୋକ ଶୁଣିବା ଠିକ ନୁହେଁ ତ ସେଟା ସମସ୍ତେ ମାନେ ଆପଣଙ୍କ ଚିହ୍ନା ଜଣା ଯୋଉମାନେ ବି ଅଛନ୍ତି ଯାହାକୁ ଆପଣ ନିରୋଗୀ ଆମର ରଖିବାକୁ ଚାହୁଁଛନ୍ତି ତ ତାପରେ ସେ ସେମାନେ କହିଛନ୍ତି ସମସ୍ତେ ଭିଡିଓ ମୋଡରେ ରହିବେ 5:30ଟାରୁ ଲଗିଂ କରିବେ ଗୋଟେ ଦିନ କଷ୍ଟ କରନ୍ତୁ ଓକେ ବହୁତ ବଢିଆ ଗୋଟିଏ ଦିନ ନାହିଁ କାଲି 2 3 4 2 3 5 4 ହଁ 5 ତ ଇଏ ଆମର ଅଛି ଓକେ ଆମେ ଜଳସଞ୍ଚୟ ଉପରେ ଆଜି ଡିସ୍କସନ କରିବା ତ କାର୍ତ୍ତିକ ବାବୁ ହଁ କାର୍ତ୍ତିକ ବାବୁ ବି କାଲି ଆମେ ତାଙ୍କୁ ସେଲିବ୍ରେଟ ବି କରିବା କାର୍ତ୍ତିକ ବାବୁଙ୍କର ଅଲରେଡି ଓପନର ପିନ୍ ହେଇଯାଇଛି ବ୍ରାଣ୍ଡ ନ୍ୟୁ ଓପନର ପିନ୍ କାଲି ବି ହେଇଯାଇଛି ସିଏ ବି ତାଙ୍କର ପରଫର୍ମାନ୍ସ ଦେଖେଇଛନ୍ତି ଯାହା ଜାନୁଆରୀରେ କରିନଥିଲେ କାଲି କରିକି ଦେଖେଇଛନ୍ତି ଯାହା ହଉ ବହୁତ ବଢିଆ ଗୁଡ ନ୍ୟୁଜ କାର୍ତ୍ତିକ ବାବୁ ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ କଂଗ୍ରାଚୁଲେସନ ଆମେ ଇଏ କଂଗ୍ରାଚୁଲେସନ କାଲି ଆମେ ଆପଣଙ୍କୁ କରିବୁ ସନ୍ଧ୍ୟାବେଳେ ତ ଆଜି ଜଳସଞ୍ଚୟ ଉପରେ ଆପଣଙ୍କର କଣ ଟାର୍ଗେଟ ଅଛି ବହୁତ ସାରା କାମ ବି କରିଛନ୍ତି ତ ରେଜଲ୍ଟ କଣ କରିବେ ଅନମ୍ୟୁଟ କରିକି କୁହନ୍ତୁ ସାର୍ ନମସ୍କାର ଜୟ ଆରସିଏମ ଚାନ୍ଦ ସାର୍ଙ୍କୁ ନମସ୍କାର ସାର୍ ନମସ୍କାର ଜଳସଞ୍ଚୟ ଉପରେ ତ କାମ ହଉଛି ଚାଲିଛି ଚାଲିବ ବି ଆଉ ମୋର ଗୋଟେ କଥା ଆପଣ ଯେମିତି କହିଲେ ଯୋଉଟା ଫେବୃଆରୀ ମାସ 28 ଦିନ ମାନେ କମ ଦିନର ମାସ ସେଥିରେ ଯୋଉଟା ଟାର୍ଗେଟ ଆଚିଭ ନ ହେଇଥିଲା ଏଟା ସରି ଜାନୁଆରୀରେ ଯୋଉଟା ନ ହେଇପାରିଥିଲା ସେଟା ଫେବୃଆରୀରେ ହେଇପାରିଲା ସେଥିପାଇଁ ମୁଁ ବି ଭାବିନଥିଲି ସେଟା ପିନ୍ ଜମ୍ପ କରିବ ବୋଲି ଯାହା ହଉ ହେଇପାରିଛି ବହୁତ ଭଲ ଲାଗୁଛି ଆଉ ଜଳସଞ୍ଚୟ ଉପରେ ତ କାମ ହଉଛି ହବ ଆଉ ଆଜ୍ଞା ଓକେ ବହୁତ ବହୁତ ଧନ୍ୟବାଦ ଯାହା ହଉ ଆପଣଙ୍କ କହିବା କଥା କି କର୍ମ କଲେ ତ ଫଳ ତ ନିଶ୍ଚୟ ମିଳିବ ଆଜ୍ଞା ଆଜ୍ଞା ଓକେ ବହୁତ ବଢିଆ କଥା ଯାହା ହଉ ଥ୍ୟାଙ୍କ ୟୁ ବହୁତ ବହୁତ ଧନ୍ୟବାଦ ମନୋଜ ବାବୁ
ଜୟ ଆସିମ୍ ସାର୍। ସାର୍ ଜଳ ସଞ୍ଚୟ ନିଶ୍ଚିତ କାମ କରିବା କରିବା ଆଉ ବର୍ତ୍ତମାନ ବି ଆରମ୍ଭ କରିଦବା ଆଉ ଓକେ, ଆଜି ତ ଡିପୋରୁ ଯଦି କହିବେ। ଆପଣଙ୍କର ଆଜି ତ ଡିପୋରୁ ଆପଣଙ୍କର ମାଲ ଯାଉଛି ଆଜ୍ଞା, ୱାଟର ଡିପୋରୁ। ଆଜ୍ଞା। ଜୋରଦାର ଜୋରଦାର କାମ ହବ। ଠିକ ଅଛି। ଓକେ, ଥ୍ୟାଙ୍କ ୟୁ। ଏବେ ଓପନିଂ ହେଇଗଲା କି? ଓପନିଂ ଆପଣ ଆଜିଠୁ ବି ଚାହିଁଲେ ଆଜିଠୁ ବିଲିଂ ହେଇପାରିବ, ଆପଣ ଲୋକ ଠିକ କରନ୍ତୁ। ବହୁତ ବଢିଆ। ଓକେ, ଥ୍ୟାଙ୍କ ୟୁ। ନମିତା ମ୍ୟାଡାମ। ସାର୍ ନମସ୍କାର, ଚାନ୍ସଲରଙ୍କୁ ମୋ ନମସ୍କାର, ଜୟ ଆର୍ସିଏମ୍। ଆଉ ଜୟସଞ୍ଚୟ ବିଷୟରେ ଆଜି ମୁଁ ସାର୍ ଶୁଣିପାରିନି, ବହୁତ ଲେଟ୍ ହେଇଗଲା କାଲି ଆସିକି ଗାଁରୁ, ଶୋଇବାଟା ବି ଲେଟ୍ ହେଇଗଲା। ଆଉ ଆଜି ଶୁଣିପାରିନି, ଯେତିକି ଶୁଣିଛି ଜଳସଞ୍ଚୟ ତ ଆମ ଛାତ ଉପରେ ଯେତିକି ଫୁଲ ଫୁଟୁଛି ଆମେ ବି ତାର ମାନେ ଆଉ କହିପାରିବୁନୁ କିଛି। ପୁରା ଗୋଟେ ବଡ ଥାଳିଆରେ ଥାଳିଏ ଆମେ କୋଉଠୁ କିଣିବା ପାଇଁ ବି ଆମେ ଯାଉନୁ। ଆଉ ସେ ଗାର୍ଡେନ ଗୋଲ୍ଡ ଆଉ ଜଳସଞ୍ଚୟ ସବୁ ଆମର ୟୁଜ କରୁଛୁ ସାର୍। ଆଉ ଏମିତି ବି ଅନ୍ୟଙ୍କୁ ଦେଇକିରି ଆମେ ସଂକଳ୍ପ କରୁଛୁ ଯେ ସମସ୍ତଙ୍କୁ ଦେଇକିରି ଅଫର ଦେଇକିରି ମାର୍ଚ୍ଚ ମାସରେ, କାରଣ ଖରା ଦିନ କେମିତି ଜଳ ସଞ୍ଚୟ କରିବେ ସେମାନେ ସେ ଠିକ ଭାବରେ। ଆଉ ପାଣିର ଅଭାବ, ଯେହେତୁ ପାଣିର ଅଭାବ, ଏଇଟାରେ କମ ପାଣିରେ ଜଳ ସଞ୍ଚୟ ବିଷୟରେ ଦେଲେ ହେଇଯିବ ଆମର ଆଉ କରିବୁ ଆଉ। ବହୁତ ସାର୍ ବଢିଆ, କଣ କହିବି? ବହୁତ ବଢିଆ। ଆକ୍ଚୁଆଲି ଆଜ୍ଞା ଆମେ ଯୋଉଠି ଯୋଉଠି ଆମ ଚାଷୀ ମାନଙ୍କର ସହିତ ଆମର ସମ୍ପର୍କ ଅଛି, ତ ଆମେ ସେଠି ବି ଆମେ ଜଳ ସଞ୍ଚୟକୁ ବ୍ୟବହାର କରିକି ବି ତାଙ୍କୁ ଡେମୋ ଦେଖେଇଲେ ହିଁ ତାଙ୍କର ବିଶ୍ୱାସ ହବ। ଆଉ ଗୋଟେ ଗୋଟେ ଜାଗାରେ ଏମିତି ବି ଦେଖାଯାଉଛି ଯେ ଡେମୋ ଦେଖେଇଲେ ବି ତାଙ୍କର ବିଶ୍ୱାସ ହଉନି। ସେ ଯେତେବେଳେ ଗୋଟେ ଚାଷୀ ବ୍ୟବହାର କରିଦଉଛି, ତ ନେକ୍ସଟ ସିଜନରେ ତ ଆଉ ଚାଷୀ ମାନେ ମାଗୁଛନ୍ତି ଆରେ ଆମକୁ ବି ଦିଅ। ତ ଇଏ ବି ବହୁତ ବଡ କଥା। ତ ଯେହେତୁ ଗାଁ ସହିତ ଆପଣଙ୍କ ରିଲେସନ ଅଛି, ଆପଣ ବି ବହୁତ ବଢିଆ କରିପାରିବେ ୟାକୁ ନେଇକି। ଡେମୋ ଆଜ୍ଞା ସାର୍। ପ୍ରାକ୍ଟିକାଲି ଡେମୋ ଦେଖେଇବା ଦରକାର। ଡେମୋ ନ ଦେଖେଇଲେ ଆଜିକାଲି କାଗଜରୁ କେହି ବୁଝୁନାହାନ୍ତି। ଓକେ, ହଁ ସାର୍, ମୁଁ କହିକି ଆସିଛି କେତେ ଜଣଙ୍କୁ ସେଠି। ଆମର ସେ ଯିଏ ଚାଷ କରୁଛି ତାକୁ କହିଛି, ତାକୁ ପର୍ଟିକୁଲାର ଦେଇକିରି ଗୋଟେ ଥର ସେ ଯୋଉ ମୁଁ କହିଲି ତମର ଯେତେବେଳେ ଇଏ କାମ କରୁଛ, ଚାଷ ବାସ ଆରମ୍ଭ କରିବେ ଏପ୍ରିଲ କେତେରୁ, ସେ କହିଲେ ମୁଁ ସେତିକି ବେଳେ ତାଙ୍କୁ ଡେମୋ କିଛି କରିବା ଆମେ ଭାବୁଛୁ, ଆଗକୁ କରିକିରି ତାଙ୍କୁ ଦେଖେଇବୁ ଆଉ। ଆଜ୍ଞା। ସେ ବି ରାଜି ଅଛନ୍ତି। ଆଜ୍ଞା ଦିଟା ଓସାର ମୁହଁ ଥିବା ବାଲା ଦିଟା ଗ୍ଲାସ, ଗୋଟେ ଚାମଚ ଆଉ ଗୋଟେ ଜଳ ସଞ୍ଚୟର ଗୋଟେ ପାଉଚ୍, ଦିଟି ପାଉଚ୍ ଆଜ୍ଞା କିଣିବା। ସାର୍। ତ ଗୋଟେ ଡେମୋ ଦେଖେଇବା, ଆଉ ଗୋଟେ ଯଦି ଚାହିଁବ ଜଣେ ଲୋକ ସେଠି ତାକୁ ସେଲ୍ ବି କରିଦେବା। ତ ୟା ଦ୍ଵାରା କଣ ହବ ନା ଧୀରେ 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 ଆପଣ ଦେଖିବେ ଆପଣଙ୍କର ନା ଲୋକ ଆକ୍ଚୁଆଲି କଣ କି ବହୁତ ସାରା ପୋଷ୍ଟର ଏ ସବୁ ଦେଖୁଛନ୍ତି, କିନ୍ତୁ ପ୍ରାକ୍ଟିକାଲି ଦେଖିଲେ ହିଁ ବିଶ୍ୱାସ ହବ। ତ ଇଏ ପ୍ରାକ୍ଟିକାଲି ଆମେ ହଁ ସାର୍। ଦେଖେଇ ପାରିବା। ଆଜ୍ଞା ସାର୍। ଓକେ, ଥ୍ୟାଙ୍କ ୟୁ। ସେ ଟିକେ ଫ୍ରି ହେଇଗଲେ ତାଙ୍କ ସହିତ କଥାବାର୍ତ୍ତା କରିକି ଯାହା କରିବେ ଆଉ। ଆଜ୍ଞା ଆଜ୍ଞା, ଓକେ, ଥ୍ୟାଙ୍କ ୟୁ। ନର୍ମଦା ମ୍ୟାଡ଼ାମ, ଆଜ୍ଞା, ଅନମ୍ୟୁଟ କରନ୍ତୁ ମ୍ୟାଡ଼ାମ। ସାର୍ ନମସ୍କାର, ଚାନ୍ଦ ସାର୍କୁ ନମସ୍କାର, ଜୟ ଆର୍ସିଏମ୍। ସାର୍ ଜଳ ସଞ୍ଚୟ ତ ବହୁତ ଶୁଣିକି ବହୁତ ଲୋକ ବହୁତ ସମସ୍ତେ ସବୁ କହିଲେ, ମୁଁ ତ ବ୍ୟବହାର କରିନି କେବେ। ଗାର୍ଡେନ ଗୋଲ୍ଡ ବ୍ୟବହାର କରିକି ଫୁଲ ବି ଟିକେ ଟିକେ ମୋର ଏବେ ହଉଛି। ମୁଁ ଭାବୁଛି ଏ ସବୁ ବରମୁଣ୍ଡାରେ ଆମର ଯେତେକ ନର୍ସରୀ ସବୁ ଅଛି, ସେ ନର୍ସରୀ ପାଖକୁ ଯାଇକି ତାଙ୍କୁ ସେ ଜଳ ସଞ୍ଚୟ ବିଷୟରେ କହିବି। ଆଉ ଯୋଉମାନେ ଇଣ୍ଟରେଷ୍ଟେଡ ହେବେ ନେବାକୁ ଚାହିଁବେ, ଆଉ ତେଣୁ ସେ ତାକୁ ବି ସେଇ ପ୍ୟାକେଟ ଭାବୁଛି ଧରେଇବି ବୋଲି ମୁଁ ଏଇଆ ଚିନ୍ତା କରିଛି। ଆଉ ଏଇ ମାସ ପାଇଁ କି ଟାର୍ଗେଟ ରଖିଛି କିଛି ଲୋକଙ୍କୁ ଜଏନିଂ କରିବା ପାଇଁ। ଚେଷ୍ଟା ବି ଚଲେଇଛି, ଆହୁରି ବି ଚେଷ୍ଟା ବି କରିବି। ଏତିକି ସାର୍, ଥ୍ୟାଙ୍କ ୟୁ। ହେଇପାରିବ, ବହୁତ ବଢିଆ। ଆପଣ ଯାହା ଚାହୁଁଛନ୍ତି ତାହା ତ ହେଇପାରିବ, କିନ୍ତୁ ମ୍ୟାଡାମ ନର୍ସରୀକୁ ଯିବେ, ଡେମୋ ଯଦି ସେଠି କରିକି ଦେଖେଇବେ, ତାହେଲେ ଆପଣ ରେଜଲ୍ଟ ଆଜ୍ଞା ପାଇବେ। ଖାଲି ମୁହଁରେ କହିଲେ ଆଜ୍ଞା କେହି ବିଶ୍ୱାସ କରିବେନି। ଦିଟା ଓସାରିଆ ବାଲା କାଚର ଗ୍ଲାସ ଆଉ ଗୋଟେ ଚାମଚ, ଗୋଟେ ଜଳ ସଞ୍ଚୟର ପାଉଚ୍, ତାକୁ ନେଇକି ଯିବେ। ସେଇଠି ତାଙ୍କରି ପାଖରୁ ମାଟି ଆଣିବେ, ସେଇ ତାଙ୍କରି ପାଖରୁ ପାଣି ଆଣିବେ, ତାଙ୍କରି ମାଟି ତାଙ୍କରି ପାଣିରେ ଗୋଳେଇକିରି ଆପଣ ଯଦି ଡେମୋ ଦେଖେଇବେ, ତାହେଲେ ସେ ଯାଇକି ରେଜଲ୍ଟ ସେମାନେ ସେମାନେ ଆପଣଙ୍କୁ ନେବେ। ହଁ, ଆଜ୍ଞା। ତ ଠିକ କଥା। ଓକେ, ବହୁତ ବଢିଆ। ଆଉ ପ୍ରାକ୍ଟିକାଲି ବି ଆପଣଙ୍କର ଦେଖନ୍ତୁ ଚିହ୍ନା ପରିଚୟ ଯୋଉମାନଙ୍କର ଛାତ ଉପରେ କୁଣ୍ଡରେ ପାଣି ହଁ ହଁ ରଖୁଛନ୍ତି, ମୁଣ୍ଡ ହଁ, ସେମାନଙ୍କୁ ଆପଣ ଯଦି ଲୋକଙ୍କୁ ଦେବେ ନା, ସେମାନେ ବହୁତ ଶୀଘ୍ର ଆକ୍ସେପ୍ଟ କରିବେ। ଖରା ଦିନ ଦୁଇ ପାଣିର ବି ଜଣ ଟିକେ ଅଭାବ ହବ।
ହଁ ପାଣି ତ ତମେ ଅଭାବ ହବ। ଦୁଇ ଜଣ ଆମେ ଯଦି ହବ ହଁ ଦେଇପାରିବା ତାହେଲେ ପ୍ରତ୍ୟେକ ଯୋଉମାନଙ୍କ ଘରେ କୁଣ୍ଡ ଅଛି ମାନେ ଛାତ ଉପରେ କୁଣ୍ଡ ଅଛି ତ ସମସ୍ତଙ୍କୁ ଗୋଟେ ଲିଷ୍ଟ ଯଦି ଆଜି ଆମେ କରିଦେବା ଯେ ଏଇ ମାନଙ୍କ ଅଛି ତ ତାଙ୍କ ଘରେ ବସିକି ଡେମୋ ଦେଖେଇବା ତ ଆଜି ଆଜି ପର୍ଯ୍ୟନ୍ତ ଆରସିଏମ ର କୌଣସି ପ୍ରଡକ୍ଟକୁ ସେମାନେ ନବା ପାଇଁ ସପୋଜ ଇଣ୍ଟରେଷ୍ଟେଡ ନଥିଲେ ଇଏ ହଉଛି ଗୋଟେ ଦ୍ୱାର ଯେ ଯୋଉଥିରେ କି ଆପଣଙ୍କୁ ଏଣ୍ଟ୍ରି ଦେଇଦେବ ତାଙ୍କୁ ଗୋଟେ ଆଜ୍ଞା ବିଶ୍ୱାସ ତିଆରି କରିଦେବ ଯେ ଜଳ ସଞ୍ଚୟ ମାଧ୍ୟମରେ ଅନ୍ୟାନ୍ୟ ପ୍ରଡକ୍ଟ ବି ତାଙ୍କ ଘରକୁ ଯାଇପାରିବ। ଆଜ୍ଞା ବହୁତ ବଢିଆ ତମେ କଥା। ପ୍ରବୀଣା ମ୍ୟାଡାମ ତମେ ଆଜ୍ଞା ଆଜ୍ଞା ସେ ପ୍ରବୀଣା ଜଗା ବଳିଆ ଲାଗିଯିବେ ସେପଟେ ଆଉ ଜଗା ବଳିଆ ଦି ଜଣ ଯାକ ଲାଗିଯିବେ ଆଉ ଆଜ୍ଞା ମୁଁ ପଛେ ଆଗ ଯିବି ସୁଦର୍ଶନ। ଆଉ ସୁଭଦ୍ରା ଜଗା ବଳିଆ ତ କାମ ନମସ୍କାର କରିବେନି ସୁଭଦ୍ରା କୋଉଠି ଯିବେ? ଓକେ ପ୍ରବୀଣା ମ୍ୟାଡାମ ନା ଆଜ୍ଞା ନା 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 ଆଜ୍ଞା ସାର୍ କୁହନ୍ତୁ ନମସ୍କାର। ଆଜ୍ଞା ନମସ୍କାର ଚାନ୍ଦ ସାର୍ଙ୍କୁ ବି ନମସ୍କାର। ସାର୍ ମୁଁ ଅଫଲାଇନ ଆଉ ଡାଉନ ଲାଇନ ତ ଏତେ କଥା କହିସାରିଲି ମୁଁ ଆଉ ଅଧିକା କଣ କହିବି ସାର୍। ସେମାନେ ତ ପୁରା ସବୁ କରିସାରିଲେଣି ସିଏ ଗାର୍ଡନ କରିସାରିଲେଣି ଇଏ ନର୍ସରୀ କରିସାରିଲେଣି। ମୁଁ ଆଣିକି ମୋ ଗଛରେ ଟିକେ ଉପରେ ଗାର୍ଡନ ଗୋଲ୍ଡ ଦେବି ଆଉ ମୁଁ ତ ଗାର୍ଡନ ଗୋଲ୍ଡ ଦଉଥିଲି କିନ୍ତୁ ଏଥର ଜଳ ସଞ୍ଚୟ ଟିକେ ଆଣିକି ସାରିଦେବି ଚିନ୍ତା କରିଛି। ମୁଁ କହିଲି ଏଇ ମାସରେ ଯାଇକି ମୁଁ ଜଳ ସଞ୍ଚୟ ଆଣିକି ଦେଲେ ଆଉ ଟିକେ ବେଶୀ ଫୁଲ ଫୁଟିବ ଭଲ। ଏ ଯୋଉ ଅଳ୍ପ ପରିବା ହଉଛି ଏବେ ବି ପରିବା ବାଇଗଣ ଟମାଟୋ କଖାରୁ ସବୁ ପଡିଛି ସାର୍ ଆଉ ଟିକେ ଅଧିକା ହବ। ଆଉ ତାପରେ ଡେମୋ ଦେଖିବାକୁ ତ ଆମେ ରଖିଛୁ ଯଦି ଅଛନ୍ତି ଆମର ଦେଖିବା ଆଉ ଚେଷ୍ଟା କରିବା ସାର୍ ସେମାନଙ୍କୁ କଣ୍ଟାକ୍ଟ କରିକି ତାପରେ ଡେମୋ ଦେଖେଇବା। ଆଜ୍ଞା ଡେମୋ ପାଇଁ ଆଜିଠୁ ତ ସବୁ ଯଦି ଜିନିଷ ମ୍ୟାଡାମ ଘରେ ଆମେ ଗୋଟେ ରେଡି। ଚେଷ୍ଟା କରିବା ଆଜିଠୁ ଷ୍ଟାର୍ଟ କରିବା ତାହେଲେ ହେଇପାରିବ ଆ ଦେହରେ ବହୁତ ବଡ ରେଜଲ୍ଟ ବି ହେଇପାରିବ। ତାର ପ୍ରଥମେ କାମ ହଉଛି ଯେ ଗୋଟେ ଲିଷ୍ଟ ତିଆରି କରିବା କାହାକୁ ମୁଁ ଏହା ବିଷୟରେ କହିବି ମାନେ କାହାର ଯୋଉ ମାନେ ଗଛ ପ୍ରତି ଗୋଟେ ସଉକ ଅଛି ଗଛ ଲଗଉଛନ୍ତି ତ ହଁ ତାଙ୍କୁ ଆଉ ତାଙ୍କ ଘରେ ସିଧା ଯାଇକି ପହଞ୍ଚିଯିବେ ତାଙ୍କୁ କହିବେ ଘରେ ଅଛେ ନା ହଁ ମୁଁ ଯାଉଛି ଗୋଟେ ମିରାକିଲ ଜିନିଷ ଦେଖେଇବି ଗୋଟେ ଆଶ୍ଚର୍ଯ୍ୟ ଜିନିଷ ଆଜି ପର୍ଯ୍ୟନ୍ତ ଆପଣ ଦେଖିନଥିବେ ଜିନିଷ ମୁଁ ସେଇଟା ଦେଖେଇବି। ଆପଣ ସିଧା ଯିବେ ତାଙ୍କରି ସେଇଠୁ ମାଟି ଆଣିବେ ସେଇଠି ଗୋଳେଇକିରି ସେଇଠି ହୁଁ ଦେଖେଇଦେବେ ଦେଖ ଇଏ ମାଟି କେମିତି ଇଏ ପାଣି କେମିତି ପିଇଗଲା ଦେଖନ୍ତୁ ମୁଁ କେତେ ମାନେ ଇଏ କେମିତି ଯାଦୁ କରିଦେଲି ଯେ ଆପଣଙ୍କ ପାଣି କୁଆଡେ ପଳେଇଗଲା ପାଣି ଆଉ ନାହିଁ ଗ୍ଲାସକୁ ଉଲ୍ଟେଇକି ଦେଖେଇଦେବେ ଏ ଦେଖ ନାହିଁ। ତ ଇଏ ଗୋଟେ ମଜା କରିବା ମାଧ୍ୟମରେ ତାଙ୍କ ନାଇଁ ବିଶ୍ୱାସ ଏଇଟାକୁ ତ ନିଶ୍ଚୟ କରିବୁ ଏଇଗୁଡାକ ନିଶ୍ଚୟ ସାର୍ କରିବୁ। ଆଉ ମାନେ ଏଇଟା ହଉଛି ଏଣ୍ଟ୍ରି ପ୍ରକୃତରେ ହିଁ ଗେଟ୍। ମିରାକିଲ। ଏଇଟା ହଉଛି କୌଣସି ଲୋକର ବିଶ୍ୱାସକୁ ଜିତିବା ପାଇଁ ଏଇଟା ହଉଛି ଗୋଟେ ଏଣ୍ଟ୍ରି ଗେଟ୍। ହଁ ଇଏ ଏଣ୍ଟ୍ରି ଗେଟ୍ ରେ ଯୋଉମାନେ ଯଦି ପଶିଯିବେ ତ ଦେଖିବେ ସମସ୍ତେ ମାନେ ଯେମିତି ଅ, ଅଭିମନ୍ୟୁ ଚକ୍ରବ୍ୟୁହ ଭିତରେ ଏଣ୍ଟ୍ରି କରିଗଲେ ହଁ ବାହାରି ପାରିନଥିଲେ ଠିକ ଅଛି କିନ୍ତୁ ଏଠି ଆମେ ଏଣ୍ଟ୍ରି କରିଦେଲେ ତ ବାହାରିବା ତ ନିଶ୍ଚୟ ବହୁତ ବଡ ରେଜଲ୍ଟ ହଁ ସେ ଆମେ ଜଗା ପାଇପାରିବା। ବଳିଆ ନିଶ୍ଚୟ ଏଣ୍ଟ୍ରି କରିବେ ମୁଁ ଦେଖିବି। ଏଇଟା ଗୋଟେ ବହୁତ ହଁ ଭଲ ଜିନିଷ ଆଜ୍ଞା। ଆଉ ଯେହେତୁ ଖରା ଦିନଟା ଆସୁଛି ନା ନାଇଁ ନାଇଁ ମାନେ ଇଏ କଥାଟା ଆପଣ ବର୍ଷା ଦିନେ କିମ୍ବା ଶୀତ ଦିନେ କହିଥିଲେ ଯେତିକି ପ୍ରଭାବ ନ ପଡିଥାନ୍ତା ଇଏ ମାର୍ଚ୍ଚ ମାସ ହଉଛି ହୁଁ ପରଫେକ୍ଟ ମାସ ମାନେ ଆଜି ଦେଖନ୍ତୁ ଯଦି 40,000 ର ହୁଁ ପରଚେଜ ଭଲ୍ୟୁମ ଆପଣଙ୍କର ହଉଛି ପୁରା ଟିମରେ ସବୁ ପ୍ରଡକ୍ଟ ମିଶେଇକି ତ ମୁଁ ତ କହିବି ଯଦି ହଁ କାମରେ ଲାଗିଯିବେ କେବଳ ଜଳସଞ୍ଚୟ ଉପରେ ଆପଣଙ୍କର 80,000 ର ବିଜନେସ ଯିବ କେବଳ ଗୋଟିଏ ପ୍ରଡକ୍ଟ ଉପରେ। ଆଉ ଥରେ ଯଦି ଆପଣ ଏଣ୍ଟ୍ରି ନେଇଗଲେ ତାଙ୍କ ବିଶ୍ୱାସକୁ ଜିତି ଗଲେ ତାହେଲେ ଆପଣ ତେଲ ବି ଆଡ୍ କରିପାରିବେ ସାବୁନ ବି ଆଡ୍ କରିପାରିବେ ହଳଦୀ ବି ଆଡ୍ କରିପାରିବେ ନ୍ୟୁଟ୍ରିସନ ବି ଆଡ୍ କରିପାରିବେ ହରିତ ସଞ୍ଜୀବନୀ ବି ଆଡ୍ କରିପାରିବେ ବହୁତ ସାରା ଜିନିଷ ଆପଣ ଆଡ୍ କରିଦେଇପାରିବେ କିସୋଲ ବି ଆଡ୍ କରିଦେଇପାରିବେ। ବିଶ୍ୱାସ ଜିତିବା ନିହାତି ଦରକାର କାରଣ ମାର୍କେଟରେ ବହୁତ ସାରା କମ୍ପାନୀ ବିଶ୍ୱାସ କୁ ଏମିତି ମୁଁ କରିଦେଇଛନ୍ତି ସାର୍ ଚେଷ୍ଟା କରିଛି ଆଜି ଆଜି ଆଜ୍ଞା। ଯୋଉମାନଙ୍କର ସବୁ ଗାର୍ଡନ କରିଛନ୍ତି ଆଜି ଗୋଟେ ମୁଁ ଲିଷ୍ଟ ସେମାନଙ୍କୁ ଆଜି ତିଆରି ଏଇ କରନ୍ତୁ ଭିଡିଓଟା ହିଁ ମ୍ୟାଡ଼ାମ ଆଜି ପଠେଇବି। ଆଜି ହଁ ଆଜି ଲିଷ୍ଟ ସମସ୍ତେ କରିକି ଗୋଟେ ସାର୍ ଗୋଟେ ଏଇ ଲିଷ୍ଟ ଭିଡିଓଟା ହିଁ ପଠେଇବି। ଓକେ ଥ୍ୟାଙ୍କ ୟୁ ଏଇ ହଁ ସୁକାନ୍ତ ବାବୁ ସାର୍ ସୁକାନ୍ତ ବାବୁ ନମସ୍କାର ସାର୍। ଆଜ୍ଞା ଅନମ୍ୟୁଟ କରନ୍ତୁ। ସାର୍ ନମସ୍କାର ସାର୍ ଜୟ ଆର୍ ସିଏମ୍। ସାର୍ ମୁଁ ତ ଜଳସଞ୍ଚୟ ଅଲରେଡି ୟୁଜ କରିଛି ଆମ ବାଡିରେ ସାର୍ ଧନିଆ ସାର୍ ଟିକେ ଟିକେ ହେଇଥିଲା ସାର୍ ଧନିଆ ପକେଇ ସାର୍ ବହୁତ ବଢିଆ ବଢିଆ ଧାନ ହେଇଛି। ଆଉ ମୁଁ ସାର୍ ଫଟୋ ଟିକେ ସେୟାର କରୁଛି ସାର୍ ଦେଖିପାରିବେ। ଆଉ ସାର୍ ମୁଁ ବି ସାର୍ ଡେମୋ କିଟ୍ ସାର୍ ମୁଁ ଏବେ ପ୍ରସ୍ତୁତ କରିଛି। ଦିଟା ଗ୍ଲାସ ଦିଟା ଚାମଚ ଆଉ ମାଟି ନେଇକି ସେ ଆଜି ଡେମୋ କରି ମୁଁ ଆଜି କେତେଟା ଜାଗାରେ ପ୍ଲାନିଂ କରିଛି କରିବା ପାଇଁ। ଆଉ ସେଟା ବି ହେଲେ ଭଲ ହବ କାଲି ଗୋଟେ ଜାଗାରେ ମୁଁ କହିକି ଆସିଛି ତାଙ୍କର ବି କାଜୁ ଫିଲ୍ଡ ଅଛି। ତାଙ୍କର ଫୁଡ ସ୍ପେଶାଲ ଆଉ ତାଙ୍କର କାଲି ଅର୍ଡର ବି କରାହେଇଛି ମନୋଜ ବାବୁ ଆଣିବେ। ଆଉ ଆମର ସ୍ପ୍ରେ ମାକ୍ସ 85 ଆଉ ରାପିଡ ସେଇଟା ବି ହବ। ମୁଁ କହିଲି ଦେଖନ୍ତୁ ଆମର
ଢେଙ୍କାନାଳରେ ଆମର ଯୋଉ ଆମ୍ବ ବଗିଚା ହେଇଥିଲା ସେ ଇଂଲଣ୍ଡ ଯାଇକି ନମ୍ବର 1 ପୁରା ଆୱାର୍ଡ ପାଇକି ଆସିଛି। ସେମିତି ଆପଣ ଆମ୍ବ ବଗିଚା ଅଛି କାଜୁ ଫିଲେ ସେଟା ବି ୟୁଜ କରି ସେଟା ବି ତାଙ୍କର ଆଜି ଆସିଲେ ତାଙ୍କୁ ସେଟା ଦିଆଯିବ। ତା ସହିତ ମୁଁ ବି ସାର୍ ପ୍ରତିଜ୍ଞା କରିଛି ପ୍ରତ୍ୟେକ ଗାଁରେ ମୁଖିଆ ତାଙ୍କର ଯୋଉମାନେ ଚାଷୀର ମେନ୍ ଲୋକ ଅଛନ୍ତି ତାଙ୍କୁ ଧରିକି ତାଙ୍କର ଗୋଟେ ମିଟିଂ କରିକି ଡେମୋ ଦେଖି ତାଙ୍କୁ ସେଠି ଆମର ଜଳ ସଞ୍ଚୟ ଆଉ ସ୍ପ୍ରେ ମାଇସ୍ 85 ଆମର ହରିଶନି ବିଷୟରେ ସେ ଇଏ କରିବି। ଆଉ ଆଜି ଗୁରୁକୁଳ କହିଲେ ଜଳ ଜମିନ ଏବଂ ଜୀବନ ମାନେ ଗୋଟେ ଏକାଙ୍ଗ ଜଡିତ। ଯଦି ଆମେ ଜଳ ଜୀବନ ଆଉ ଆମର ଜମିନ କି ଯଦି ଆମେ ଠିକ ରଖିପାରିବା ତ ଆମର କୃଷି ଉତ୍ପାଦନ ବଢିବ, ତାଙ୍କର ସେ ସମସ୍ତେ ପଣ୍ଡା ଜୀବନ ଘର ଗଛ ଧାରଣ ଲଗେଇଛନ୍ତି, କରିପାରିବେ। ଯୋଉ ପଣ୍ଡା ଘର କରୁଛୁ ତା ସହିତ ଲୋକମାନେ ତାଙ୍କର ଯୋଉ ଆୟ କମି ଯାଉଛି ଅର୍ଗାନିକ ଉପରେ ଗଲେ ତାଙ୍କର ପ୍ରଡକ୍ସନ ଅଧିକା ହବ ଆଉ ସେମାନଙ୍କର ତାଙ୍କର ପ୍ରଫିଟ ଲାଭ ଭଲ ହେଇପାରିବ। ତା ସହିତ ସେମାନେ ଯଦି ଇଏ କରିପାରିଲେ ସେମାନେ ଦେଖିକି ତାଙ୍କ ସାଥିରେ ଯୋଉ ପାଖ ପଡୋଶୀ ଥିବେ ଚାଷୀ ସେମାନେ ପଚାରିବା ଜିନିଷ ତମର କୋଉଠୁ ଆଣିଲ କଣ ଆଣିଲ ସେ ବି ଆମର ସେ ଗୋଟେ ଆଡଭର୍ଟାଇଜ ହବ। ଆଉ ଜଳସଞ୍ଚୟ ମାଧ୍ୟମରେ ଆମର ଅନ୍ୟ କୌଣସି ପ୍ରଡକ୍ଟ ଆମେ ସେୟାର କରିପାରିବା ସେଇଟା ମାଧ୍ୟମ ଗୋଟେ ଆମର ଗୋଟେ ଥରେ ବିଶ୍ୱାସ ହେଇଗଲା ପରେ ସେ ଲୋକମାନେ ଦେଖନ୍ତୁ ଧୀରେ ଧୀରେ ଆମ ପ୍ରତି ସେମାନଙ୍କର ଗୋଟେ ବିଶ୍ୱାସ ହେଇପାରିବ ଆଉ ଆମର ଅନ୍ୟ ପ୍ରଡକ୍ଟ ଆମେ ତାଙ୍କୁ ସେୟାର କରିପାରିବା। ଥ୍ୟାଙ୍କ ୟୁ ସାର୍। ବଢିଆ ବଢିଆ। ନାଇଁ ମାଟି ଆମେ ଏଠୁ ନେଇକି ଯିବାନି, ମାଟି ତାଙ୍କରି ମାଟି ଆଣିକି ତାଙ୍କରି ପାଣି ଆଣିକି ସେଇଠି ପରୀକ୍ଷା କରିକି ଦେଖେଇବା। ତ ଆଜ୍ଞା ଆଜ୍ଞା ସେଇଟା ହେଲେ ରେଜଲ୍ଟ ସେମାନେ ଦେଖିପାରିବେ। ବହୁତ ବଢିଆ କଥା। ଆଜ୍ଞା ସାର୍। ଆଉ ଆଜି ଆମର ଚାନ୍ଦ ସାର୍ ରାସ୍ତାରେ ଅଛନ୍ତି ଯେ ଭିଲୱାଡା ଯାଉଛନ୍ତି, ଏବେ ଟ୍ରେନରେ ଅଛନ୍ତି। ସାର୍ ସାର୍ଙ୍କର ତ ଆଜି ନେଟୱାର୍କ ନଥିବ ବୋଧେ। ସାର୍ ନମସ୍କାର ସାର୍। ଥ୍ୟାଙ୍କ ୟୁ ନମସ୍କାର। ମୁଁ ତ ଭିଡିଓ ନମସ୍କାର ନମସ୍କାର। କରିପାରୁନି। ନମସ୍କାର ସମସ୍ତଙ୍କୁ, ଜୟ ଶ୍ରୀରାମ। ଆଉ ତ ଆପଣ ମାନେ ଶୁଣିପାରୁଛନ୍ତି ମୋ କଥା? ହଁ ସାର୍ ଶୁଣିପାରୁଛୁ, ଆଉ ସେଟାରେ ସମୟ ବି ପ୍ରୋବ୍ଲେମ ସରି ହଉଛି। ଆସିଲେଣି। କଟି ଯାଉଥିବ।